ବନ୍ଧୁମାନେ, ପୁରାଣ ଅନୁସାରେ ଆମେ ଯେଉଁ ରୂପରେ ଈଶ୍ୱରଙ୍କୁ ପୂଜା କରୁ ସେହି ରୂପରେ ସେ ଆମକୁ କୃପା କରନ୍ତି ବୋଲି କୁହାଯାଏ। କିନ୍ତୁ ଏହି ପୃଥିବୀରେ କୋଟି କୋଟି ଜନସଂଖ୍ୟା ମଧ୍ୟରେ ମୁଖ୍ୟତଃ ତିନୋଟି ଧର୍ମ ରହିଛି। ଏହି ତିନୋଟି ଧର୍ମର ନିଜ ନିଜ ଅତି ପବିତ୍ର ଗ୍ରନ୍ଥ ରହିଛି। ପ୍ରତ୍ୟେକ ଧର୍ମର ଲୋକମାନେ ନିଜ ନିଜ ଦେବତାଙ୍କୁ ପୂଜା କରନ୍ତି। କିନ୍ତୁ ଆଜି ଆମେ ଇସଲାମ ଧର୍ମ କିପରି ଆରମ୍ଭ ହେଲା, ମୁସଲମାନମାନେ କାହିଁକି ଅଧିକ ମାଂସ ଖାଆନ୍ତି, ମୁସଲମାନମାନେ କାହିଁକି ନିଜ ଭଉଣୀ କିମ୍ବା ଝିଅଙ୍କୁ ବିବାହ କରନ୍ତି ଏବଂ ମୃତ୍ୟୁ ପରେ ଶବକୁ କାହିଁକି ପୋତି ଦିଅନ୍ତି ନା ଜାଳି ଦିଅନ୍ତି ନାହିଁ ଏବଂ ଇସଲାମ ଧର୍ମର ଆଚାର କ'ଣ, ତାହା ବିଷୟରେ ଆଲୋଚନା କରିବା। ବନ୍ଧୁମାନେ, ଏହି ଭିଡିଓ ଅତ୍ୟନ୍ତ ତଥ୍ୟପୂର୍ଣ୍ଣ ହେବ, ତେଣୁ ଶେଷ ପର୍ଯ୍ୟନ୍ତ କୌଣସି ଜାଗାରେ ଛାଡ଼ି ନ ଦେଇ ଦେଖନ୍ତୁ। ବନ୍ଧୁମାନେ, ଇସଲାମ ଧର୍ମ ବିଷୟରେ ଆପଣମାନଙ୍କୁ କିଛି ନା କିଛି ଜଣାଥିବ, କିନ୍ତୁ ଇସଲାମ ଧର୍ମର ଆସଲ ତଥ୍ୟ ଜାଣିଲେ ଆପଣମାନେ ସମସ୍ତେ ଆଶ୍ଚର୍ଯ୍ୟ ହେବେ। ଇସଲାମ ଧର୍ମ ବିଷୟରେ ଆଲୋଚନା କରିବା ପୂର୍ବରୁ ଆମେ ରାମାୟଣ ବିଷୟରେ କିଛି ଜାଣିବା ଜରୁରୀ। କାରଣ ରାମାୟଣ ଅନୁସାରେ ଶ୍ରୀରାମ ସମସ୍ତ ରାକ୍ଷସମାନଙ୍କୁ ସଂହାର କରିଥିଲେ, କିନ୍ତୁ ରାବଣର ଭଉଣୀ ଶୂର୍ପଣଖାଙ୍କୁ ସେ ହତ୍ୟା କରିନଥିଲେ, ତାଙ୍କୁ ମାରିନଥିଲେ। କେବଳ ତାଙ୍କ ନାକ ଓ କାନ କାଟି ରାମ ଓ ଲକ୍ଷ୍ମଣ ତାଙ୍କୁ ଛାଡ଼ି ଦେଇଥିଲେ। ଏହାପରେ ଶୂର୍ପଣଖା ସବୁବେଳେ ତାଙ୍କ ମୁହଁକୁ ଏକ କପଡ଼ାରେ ଢାଙ୍କି ରଖୁଥିଲେ। ରାମରାବଣ ଯୁଦ୍ଧରେ ରାବଣ ମୃତ୍ୟୁବରଣ କରିବା ପରେ ଲଙ୍କା ନଗରକୁ ବିଭୀଷଣ ଶାସନ କରୁଥିଲେ। ଏହାପରେ ଶୂର୍ପଣଖା କିଛି କରିବାର ନଥାଇ ରାକ୍ଷସମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଯାଇ ଜଙ୍ଗଲରେ ଜୀବନ ଯାପନ କରୁଥିଲେ। ଏହାପରେ ଶୁକ୍ରାଚାର୍ଯ୍ୟ ରାକ୍ଷସ ବଂଶକୁ ନାଶରୁ ରକ୍ଷା କରିବା ପାଇଁ ପରମଶିବଙ୍କ ପାଇଁ ଘୋର ତପସ୍ୟା କରି ତାଙ୍କୁ ପ୍ରତ୍ୟକ୍ଷ କରାଇଥିଲେ। ଶୁକ୍ରାଚାର୍ଯ୍ୟଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ତାଙ୍କୁ ଏକ ଶିବଲିଙ୍ଗ ଦେଇ କହିଥିଲେ ଯେ ଯେଉଁଦିନ ମୋ ଭକ୍ତମାନେ ଏହି ଶିବଲିଙ୍ଗରେ ଅଭିଷେକ କରିବେ ସେହିଦିନ ରାକ୍ଷସ ବଂଶ ନଷ୍ଟ ହେବ। ଏହାପରେ ଶୁକ୍ରାଚାର୍ଯ୍ୟ ହିନ୍ଦୁମାନଙ୍କୁ ଏହି ଶିବଲିଙ୍ଗ ପାଖରେ ପହଞ୍ଚିବାକୁ ନ ଦେଇ ରାକ୍ଷସ ବଂଶକୁ ସବୁଦିନ ପାଇଁ ରକ୍ଷା କରିବାକୁ ଚାହିଁ ଏହାକୁ ହିନ୍ଦୁମାନଙ୍କଠାରୁ ଦୂର ମରୁଭୂମି ଅଞ୍ଚଳରେ ପ୍ରତିଷ୍ଠା କରିଥିଲେ। ଅନେକେ ବିଶ୍ୱାସ କରନ୍ତି ଯେ ଏହି ଶିବଲିଙ୍ଗ ବର୍ତ୍ତମାନ ମକ୍କା ମଦିନାରେ ଅଛି। ଏହାସହ ଏହି ଶିବଲିଙ୍ଗରେ ଗଙ୍ଗାଜଳରେ ଅଭିଷେକ କଲେ ପୃଥିବୀରେ ଥିବା ସମସ୍ତ ପାପୀମାନେ ମରିଯିବେ ବୋଲି ଜଣାଥିବାରୁ ମକ୍କା ମଦିନାର ପରିଚାଳକମାନେ ଏପରି କାର୍ଯ୍ୟକୁ ବାରଣ କରନ୍ତି ବୋଲି ଅନେକେ ବିଶ୍ୱାସ କରନ୍ତି। ପୁରାଣ ଅନୁସାରେ ମକ୍କା ମଦିନାରେ ଥିବା ଶିବଲିଙ୍ଗ ଶୁକ୍ରାଚାର୍ଯ୍ୟ ହିନ୍ଦୁମାନଙ୍କଠାରୁ ଦୂରରେ ପ୍ରତିଷ୍ଠା କରିଥିବା ଶିବଲିଙ୍ଗ ହିଁ ହେବ। ଏହା ସତ ହେଲେ ମକ୍କା ମଦିନାରେ କୌଣସି ହିନ୍ଦୁଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଏ ନାହିଁ। ବନ୍ଧୁମାନେ, ରାମାୟଣରେ ରାମ ଓ ଲକ୍ଷ୍ମଣ ଶୂର୍ପଣଖାଙ୍କ ନାକ ଓ କାନ କାଟିଥିଲେ, ଯାହାପରେ ସେ ନିଜ ମୁହଁକୁ କପଡ଼ାରେ ଢାଙ୍କୁଥିଲେ। ଏହି ପରମ୍ପରା ଆଜି ମଧ୍ୟ ମୁସଲିମ ଧର୍ମ ପାଳନ କରୁଥିବା ମହିଳାମାନେ ବୁର୍ଖା ପିନ୍ଧି ନିଜ ମୁହଁକୁ ଢାଙ୍କି ରଖନ୍ତି। ଶୁକ୍ରାଚାର୍ଯ୍ୟ ଶୂର୍ପଣଖାଙ୍କ ବଂଶକୁ ରକ୍ଷା କରିଥିଲେ, ତେଣୁ ମୁସଲମାନମାନେ ଶୁକ୍ରବାରକୁ ଏକ ପବିତ୍ର ଦିନ ବୋଲି ବିବେଚନା କରନ୍ତି। ଏହା ଶୁଣିବାକୁ ଅଳ୍ପ ଅବିଶ୍ୱାସ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ ବୋଲି କୁହାଯାଏ। ଏହା ଶୁଣିବା ପରେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ଯଦି ମୁସଲମାନମାନେ ଶୂର୍ପଣଖାଙ୍କ ବଂଶଧର ହୁଅନ୍ତି ତେବେ ଇସଲାମ ଧର୍ମ କିପରି ଆରମ୍ଭ ହେଲା? ବନ୍ଧୁମାନେ, ମୁଁ ଏକଥା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଇସଲାମ ଏକ ଧର୍ମ ନୁହେଁ, ବରଂ ମାନବ ଜାତି ପାଇଁ ଆଲ୍ଲାହଙ୍କ ଦ୍ୱାରା ନିର୍ମିତ ଏକ ମାର୍ଗ। ଆଲ୍ଲାହ ସୃଷ୍ଟି କରିଥିବା ପ୍ରଥମ ମାନବ ତଥା ପ୍ରବକ୍ତା ହେଉଛନ୍ତି ଆଦମ। ପ୍ରଥମ ମୁସଲିମ ପ୍ରବକ୍ତା ହେଉଛନ୍ତି ମହମ୍ମଦ, ଯିଏ ଶେଷ ପ୍ରବକ୍ତା ଥିଲେ। ଇସଲାମ ଧର୍ମର ସ୍ଥାପକ ମହମ୍ମଦ ପ୍ରବକ୍ତା ଆରବ ଦେଶରେ ଜନ୍ମ ନେଇଥିଲେ। ଆରବ ଦେଶରେ ଅଧିକାଂଶ ସ୍ଥାନରେ କେବଳ ବାଲୁକା ମରୁଭୂମି ରହିଛି। ଏଠାରେ ଘାସ ମଧ୍ୟ ଉତ୍ପନ୍ନ ହେବା କଷ୍ଟକର। କେବଳ କିଛି ସ୍ଥାନରେ ଗଛ ଉତ୍ପନ୍ନ ହୁଏ। ଏହି କାରଣରୁ ଆରବ ଦେଶରେ ମୃତ ଶବକୁ ଜାଳିବା ପାଇଁ ଯଥେଷ୍ଟ କାଠ ମିଳୁ ନଥିଲା। ତେଣୁ ପୂର୍ବରୁ ଆରବ ଦେଶରେ ମୃତଦେହକୁ ଜାଳି ନ ଦେଇ
ପୋତି ଦିଆଯାଉଥିଲା। ଏହି ପରମ୍ପରା ଆଜି ମଧ୍ୟ ଚାଲିଛି। ସେହିପରି ଆରବ ଦେଶରେ ସବୁଜ ପରିବେଶ ନଥିବାରୁ ସେଠାରେ ଲୋକମାନେ ସବୁଜ ରଙ୍ଗକୁ ବହୁତ ପସନ୍ଦ କରନ୍ତି ଏବଂ ଏହାକୁ ଏକ ବିଶେଷ ରଙ୍ଗ ବୋଲି ବିବେଚନା କରନ୍ତି। ଆରବ ଦେଶରେ ପ୍ରଚଣ୍ଡ ଗରମ ଯୋଗୁଁ ଲୋକମାନେ ଅସୁସ୍ଥ ହୋଇପାରନ୍ତି, ତେଣୁ ସେମାନେ ନିଜକୁ ସୁରକ୍ଷା ଦେବା ପାଇଁ ମୁଣ୍ଡରେ ଟୋପି ପିନ୍ଧନ୍ତି। ଏହି ପରମ୍ପରା ଆଜି ମଧ୍ୟ ଚାଲିଛି। ଆପଣ ଯଦି ଲକ୍ଷ୍ୟ କରନ୍ତି, ସେଠାରେ ଲୋକମାନେ ସବୁବେଳେ ମୁଣ୍ଡରେ କିଛି କପଡ଼ା ଢାଙ୍କି ରଖନ୍ତି। ଆରବ ଦେଶରେ ପାଣିର ଅଭାବ ଥିବାରୁ ଶରୀରର ଅଙ୍ଗକୁ ସଫା କରିବା ପାଇଁ ପାଣି ମିଳୁନଥିଲା, ତେଣୁ ସେମାନେ ଖତ୍ନା କରିବା ଆରମ୍ଭ କରିଥିଲେ। ଖତ୍ନା ଅର୍ଥ ପୁରୁଷଙ୍କ ଗୁପ୍ତାଙ୍ଗରେ ଥିବା ଚର୍ମକୁ କାଟିବା। ଏହି ପରମ୍ପରା ମଧ୍ୟ ଆଜି ଚାଲିଛି। ସେହିପରି ପୂର୍ବରୁ ଆରବ ଦେଶରେ ଦୂର ସମ୍ପର୍କୀୟଙ୍କ ସହ ବିବାହ କରିବା ପାଇଁ ଲୋକ ନଥିଲେ। ଏହି କାରଣରୁ ସେମାନେ ନିଜ ଭଉଣୀଙ୍କ ସହ ବିବାହ କରୁଥିଲେ, କିନ୍ତୁ ସେମାନେ ନିଜର ସମ୍ପର୍କୀୟ ଭାଇଙ୍କ ସହ ନୁହେଁ, ବରଂ ମାଉସୀ କିମ୍ବା ମାମୁଙ୍କ ପୁଅଙ୍କ ସହ ବିବାହ କରୁଥିଲେ। ସେମାନଙ୍କ ଏକମାତ୍ର ନିୟମ ଥିଲା ଯେ ବିବାହ କରୁଥିବା ଝିଅ ଓ ପୁଅ ଏକ ମାର ଗର୍ଭରୁ ଜନ୍ମ ନେଇଥିବା ହେବା ଉଚିତ ନୁହେଁ। ମୁସଲମାନମାନେ କାହିଁକି ଅଧିକ ମାଂସ ଖାଆନ୍ତି? ଆରବ ଦେଶରେ ଚାରିଆଡ଼େ ବାଲୁକା ମରୁଭୂମି ରହିଛି। ଏହା ଯୋଗୁଁ ଶସ୍ୟ ଉତ୍ପାଦନ କରିବା ସମ୍ଭବ ନଥିଲା, ତେଣୁ ସେଠାରେ ଲୋକମାନେ ପଶୁମାନଙ୍କୁ ଶିକାର କରି ତାଙ୍କ ମାଂସ ଖାଉଥିଲେ। ଏହି ପରମ୍ପରା ଆଜି ମଧ୍ୟ ଚାଲିଛି। ଆଜିର ସମୟରେ ଚାଉଳ, ପରିବା ଆଦି ଅନେକ ଖାଦ୍ୟ ସାମଗ୍ରୀ ଉପଲବ୍ଧ ଥାଇଲେ ମଧ୍ୟ ମୁସଲମାନମାନେ ନିଜ ପୂର୍ବପୁରୁଷଙ୍କ ଅଭ୍ୟାସକୁ ଅନୁସରଣ କରୁଛନ୍ତି। ବନ୍ଧୁମାନେ, ଆରବ ଦେଶରେ ମୂର୍ତ୍ତି ତିଆରି ପାଇଁ ମାଟି ମିଳୁ ନଥିଲା ବୋଲି ଆପଣମାନଙ୍କ ମଧ୍ୟରୁ ଅନେକେ ଜାଣନ୍ତି। ତେଣୁ ମୂର୍ତ୍ତି ତିଆରି କରି ପୂଜା କରିବାର ପରମ୍ପରା ଇସଲାମ ଧର୍ମରେ ନାହିଁ। ପୂର୍ବରୁ ଏହି ଜାତିର ଲୋକମାନେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଘନ ଘନ ଯାତ୍ରା କରୁଥିଲେ। ଏହା ଯୋଗୁଁ ସେମାନେ କମ୍ ପାତ୍ର ରଖୁଥିଲେ ଓ ଗୋଟିଏ ପାତ୍ରରେ ସମସ୍ତେ ଖାଉଥିଲେ। ମୁସଲମାନମାନେ ସବୁବେଳେ ନିଜ ଜନସଂଖ୍ୟା ବଢ଼ାଇବାକୁ ଚାହୁଁଥିଲେ। ଏହି କାରଣରୁ ପୂର୍ବରୁ ଜଣେ ବ୍ୟକ୍ତି 4ଟି ବିବାହ କରୁଥିଲେ। ଯଦି ଆପଣ ଏହାକୁ ଧ୍ୟାନରେ ରଖନ୍ତି, ତେବେ ସ୍ପଷ୍ଟ ହେବ ଯେ ଇସଲାମ ଏକ ଧର୍ମ ନୁହେଁ, ବରଂ ନିଜ ଜନସଂଖ୍ୟା ବଢ଼ାଇବା ପାଇଁ ସ୍ଥାପିତ ଏକ ନିୟମ। ସେମାନେ ଯେଉଁ ନିୟମ ତିଆରି କରିଛନ୍ତି ତାହା ଆଦୌ ସିଦ୍ଧାନ୍ତ ନୁହେଁ, ବରଂ କେବଳ ସେମାନଙ୍କ ଦୈନନ୍ଦିନ ଜୀବନଶୈଳୀ। ସେମାନେ ଯେଉଁ ପରିବେଶରେ ରହୁଥିଲେ, ସେହି ଅନୁସାରେ ଜୀବନ ଯାପନ କରିବା ଆରମ୍ଭ କରିଥିଲେ। କିନ୍ତୁ ଆଜି ସେମାନଙ୍କ ଚାରିପାଖରେ ପରିବେଶ ବଦଳିଗଲେ ମଧ୍ୟ ସେମାନଙ୍କ ଅଭ୍ୟାସ ବଦଳି ନାହିଁ। ସେମାନଙ୍କ ପୂର୍ବପୁରୁଷମାନେ ଯେଉଁ ଆଚାର ପାଳନ କରୁଥିଲେ, ଆଜି ମଧ୍ୟ ସେମାନେ ତାହା ପାଳନ କରୁଛନ୍ତି। ବନ୍ଧୁମାନେ, ଏହି ଭିଡିଓରେ କୁହାଯାଇଥିବା ସମସ୍ତ ତଥ୍ୟ ସତ୍ୟ, କାରଣ ଆଜି ମଧ୍ୟ ମୁସଲମାନମାନେ ନିଜ ଜନସଂଖ୍ୟାକୁ ଦ୍ରୁତ ଗତିରେ ବଢ଼ାଉଛନ୍ତି। ତେଣୁ ଆଗାମୀ ଦିନରେ ସେମାନଙ୍କ ସଂଖ୍ୟା ଅତ୍ୟଧିକ ବୃଦ୍ଧି ପାଇବ। ବନ୍ଧୁମାନେ, ଏହି ଭିଡିଓରେ କୁହାଯାଇଥିବା ତଥ୍ୟ ଶୁଣିବା ପରେ ମୁସଲିମ ଭାଇମାନଙ୍କୁ ରାଗ ହୋଇପାରେ, କିନ୍ତୁ ଆମର କୌଣସି ଧର୍ମକୁ ଅପମାନ କରିବାର ଉଦ୍ଦେଶ୍ୟ ନାହିଁ। ଆମେ କେବଳ ଯୁକ୍ତିଯୁକ୍ତ ଭାବେ ଆମକୁ ମିଳିଥିବା ତଥ୍ୟକୁ ଆପଣମାନଙ୍କ ଆଗରେ ରଖୁଛୁ। ଆପଣ ଏହା ଉପରେ ଧ୍ୟାନ ଦେଲେ ଏହାର ଅର୍ଥ ବୁଝିପାରିବେ। କାରଣ ହିନ୍ଦୁ ହେଉ ବା ମୁସଲମାନ କିମ୍ବା ଖ୍ରୀଷ୍ଟିଆନ, କାହାରି ଧର୍ମ କିପରି ଆରମ୍ଭ ହେଲା ତାହା କେହି ଜାଣନ୍ତି ନାହିଁ। ଆମେ ଆମ ପୂର୍ବପୁରୁଷମାନେ ଯେଉଁ ଆଚାର ପାଳନ କରୁଥିଲେ, ତାହାକୁ ଅନ୍ଧ ଭାବେ ବିଶ୍ୱାସ କରି ପାଳନ କରୁଛୁ। ତେଣୁ ବନ୍ଧୁମାନେ, ଏହି ଭିଡିଓ ଆପଣଙ୍କୁ କିପରି ଲାଗିଲା ତାହା ଆମକୁ ମନ୍ତବ୍ୟ ମାଧ୍ୟମରେ ଜଣାନ୍ତୁ। ଯଦି ଆପଣଙ୍କୁ ଏହି ଭିଡିଓ ପସନ୍ଦ ହେଲା, ତେବେ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ଏହାକୁ ସେୟାର କରନ୍ତୁ। ଧନ୍ୟବାଦ ବନ୍ଧୁମାନେ, ଦେଖିବା ପାଇଁ ଧନ୍ୟବାଦ।